ରାଜଯୋଗ ତୃତୀୟ ଅଧ୍ୟାୟ। ପ୍ରାଣ। କେହି କେହି ମନେ କରନ୍ତି ପ୍ରାଣାୟାମ ହେଉଛି ଶ୍ୱାସ ପ୍ରଶ୍ୱାସର କୌଣସି ଏକ କ୍ରିୟା, କିନ୍ତୁ ବାସ୍ତବିକ ତାହା ନୁହେଁ। ପ୍ରକୃତ ପକ୍ଷେ ଶ୍ୱାସ ପ୍ରଶ୍ୱାସ ସହିତ ଏହାର ସମ୍ବନ୍ଧ ଅତି ସାମାନ୍ୟ। ପ୍ରକୃତରେ ପ୍ରାଣାୟାମ ସାଧନା କରିବାକୁ ହେଲେ ଅନେକ ଗୁଡ଼ିଏ କ୍ରିୟା କରିବାକୁ ହୁଏ। ଶ୍ୱାସ ପ୍ରଶ୍ୱାସର କ୍ରିୟା ସେଗୁଡ଼ିକ ମଧ୍ୟରୁ ଗୋଟିଏ। ପ୍ରାଣାୟାମର ଅର୍ଥ ପ୍ରାଣର ସଂଯମ। ଭାରତୀୟ ଦାର୍ଶନିକ ଗଣଙ୍କ ମତରେ ସମଗ୍ର ଜଗତ ଦୁଇଟି ଉପାଦାନରେ ନିର୍ମିତ। ତା ମଧ୍ୟରୁ ଗୋଟିକର ନାମ ଆକାଶ। ଏହି ଆକାଶ ଗୋଟିଏ ସର୍ବବ୍ୟାପୀ ସତ୍ତା, ଯାହାର ଆକାର ଅଛି, ଯାହା ଅନ୍ୟାନ୍ୟ ବସ୍ତୁର ମିଶ୍ରଣରେ ଉତ୍ପନ୍ନ। ତାହା ହିଁ ଏହି ଆକାଶରୁ ଉତ୍ପନ୍ନ ହୋଇଅଛି। ଏହି ଆକାଶ ହିଁ ବାୟୁରେ ପରିଣତ ହୁଏ। ଆକାଶ ହିଁ ତରଳ ପଦାର୍ଥର ରୂପ ଧାରଣ କରେ। ଏହା ହିଁ ପୁଣି କଠିନ ଆକାର ପ୍ରାପ୍ତ ହୁଏ। ଏହି ଆକାଶ ସୂର୍ଯ୍ୟ, ପୃଥିବୀ, ନକ୍ଷତ୍ର, ଧୂମକେତୁ ପ୍ରଭୃତି ରୂପେ ପରିଣତ ହୁଏ। ପ୍ରତ୍ୟେକ ଶରୀର, ପଶୁ, ଉଦ୍ଭିଦ ପ୍ରଭୃତି ଯେଉଁ ସକଳ ରୂପ ଆମେ ଦେଖିବାକୁ ପାଉ, ଯେଉଁ ସବୁ ବସ୍ତୁ ଆମେ ଇନ୍ଦ୍ରିୟ ଦ୍ୱାରା ଅନୁଭବ କରୁ, ତାହା ପ୍ରତ୍ୟେକଟି ଆକାଶରୁ ଉତ୍ପନ୍ନ। ଏହି ଆକାଶକୁ ଇନ୍ଦ୍ରିୟମାନଙ୍କ ଦ୍ୱାରା ଉପଲବ୍ଧି କରିହେବ ନାହିଁ। ଏହା ଏତେ ସୂକ୍ଷ୍ମ ଯେ ସାଧାରଣ ଅନୁଭୂତିର ଅତୀତ। ଯେତେବେଳେ ଏହା ସ୍ଥୂଳ ହୋଇ କୌଣସି ଆକାର ଧାରଣ କରେ, ଆମେ ସେତେବେଳେ ତାହା ଅନୁଭବ କରିଥାଉ। ସୃଷ୍ଟିର ଆରମ୍ଭରେ କେବଳ ଏହି ଆକାଶ ଥାଏ। ପୁନଶ୍ଚ କଳ୍ପାନ୍ତେ ସମୁଦାୟ କଠିନ, ତରଳ ଓ ବାୟବୀୟ ପଦାର୍ଥ ସବୁକିଛି ଆକାଶରେ ଲୟ ହୁଏ। ପରବର୍ତ୍ତୀ ସୃଷ୍ଟି ଏହି ରୂପେ ଆକାଶରୁ ହିଁ ଉତ୍ପନ୍ନ ହୋଇଥାଏ। କେଉଁ ଶକ୍ତିର ପ୍ରଭାବରେ ଆକାଶ ଜଗତ ରୂପେ ପରିଣତ ହୁଏ? ପ୍ରାଣର ଶକ୍ତିରେ। ଯେପରି ଆକାଶ ଏହି ଜଗତର ସର୍ବବ୍ୟାପୀ ଉପାଦାନ, ପ୍ରାଣ ମଧ୍ୟ ସେହିପରି ଏହି ଜଗତର ଅନନ୍ତ ସର୍ବବ୍ୟାପୀ ପ୍ରକାଶିକା ଶକ୍ତି। କଳ୍ପର ଆଦିରେ ଓ ଅନ୍ତରେ ସବୁକିଛି ଆକାଶରେ ପରିଣତ ହୁଏ। ଜଗତରେ ସକଳ ଶକ୍ତି ପୁଣି ପ୍ରାଣରେ ଲୟ ହୁଏ। ପରକଳ୍ପରେ ପୁନଶ୍ଚ ଏହି ପ୍ରାଣରୁ ବିଭିନ୍ନ ଶକ୍ତିର ବିକାଶ ହୁଏ। ଏହି ପ୍ରାଣ ହିଁ ଗତି ରୂପେ ପ୍ରକାଶ ପାଉଅଛି। ଏହି ପ୍ରାଣ ହିଁ ମାଧ୍ୟାକର୍ଷଣ ଅଥବା ଚୁମ୍ବକ ଶକ୍ତି ରୂପେ ପ୍ରକାଶ ପାଉଅଛି। ଏହି ପ୍ରାଣ ହିଁ ସ୍ନାୟୁ ଶକ୍ତି ପ୍ରବାହ ରୂପେ, ଚିନ୍ତା ଶକ୍ତି ରୂପେ ଓ ଦୈହିକ ସମୁଦାୟ କ୍ରିୟା ରୂପେ ପ୍ରକାଶିତ ହୋଇଅଛି। ଚିନ୍ତା ଶକ୍ତିରୁ ଆରମ୍ଭ କରି ସ୍ଥୂଳତମ ଶକ୍ତି ପର୍ଯ୍ୟନ୍ତ ସବୁକିଛି ପ୍ରାଣର ବିକାଶ। ବାହ୍ୟ ଓ ଅନ୍ତର୍ଜଗତର ସକଳ ଶକ୍ତି ଯେତେବେଳେ ସେମାନଙ୍କର ମୂଳ ଅବସ୍ଥାକୁ ଗମନ କରନ୍ତି, ସେତେବେଳେ ସେହି ସମଷ୍ଟିକୁ ହିଁ ପ୍ରାଣ କୁହାଯାଏ। ଯେତେବେଳେ ଅସ୍ତି ବା ନାସ୍ତି କିଛି ହେଲେ ନଥିଲା, ଯେତେବେଳେ ତମ ଦ୍ୱାରା ତମ ଆବୃତ, ସେତେବେଳେ କ'ଣ ଥିଲା? ଏହି ଆକାଶ ସେତେବେଳେ ଗତିଶୂନ୍ୟ ହୋଇ ଅବସ୍ଥିତ ଥିଲା। ପ୍ରାଣର ଗତି ମଧ୍ୟ ରୁଦ୍ଧ ଥିଲା, କିନ୍ତୁ ତାହାର ଅସ୍ତିତ୍ୱ ଥିଲା। ଆମେ ଆଧୁନିକ ବିଜ୍ଞାନ ସାହାଯ୍ୟରେ ମଧ୍ୟ ଜାଣିଥାଉ ଯେ ଜଗତରେ ଯେତେ ଶକ୍ତିର ବିକାଶ ହୋଇଅଛି, ସେଗୁଡ଼ିକର ସମଷ୍ଟି ଚିରକାଳ ସମାନ ଥାଏ। ଏହି ଶକ୍ତିଗୁଡ଼ିକ କଳ୍ପାନ୍ତେ ଶାନ୍ତ ଭାବ ଧାରଣ କରେ, ଅବ୍ୟକ୍ତ ଅବସ୍ଥାକୁ ଗମନ କରେ। ପରକଳ୍ପର ଆଦିରେ ସେଗୁଡ଼ିକ ପୁଣି ବ୍ୟକ୍ତ ହୋଇ ଆକାଶ ଉପରେ ଆଘାତ କରନ୍ତି। ଏହି ଆକାଶରୁ ବିବିଧ ରୂପ ପ୍ରକାଶିତ ହୁଏ, ଆଉ ଆକାଶ ପରିଣାମ ପ୍ରାପ୍ତ ହେବାକୁ ଆରମ୍ଭ କରେ। ଏବଂ ଏହି ପ୍ରାଣ ମଧ୍ୟ ନାନା ପ୍ରକାର ଶକ୍ତିରେ ପରିଣତ ହୋଇଥାଏ। ଏହି ପ୍ରାଣର ପ୍ରକୃତ ତତ୍ତ୍ୱ ଜାଣିବା ଏବଂ ତାହାକୁ ନିୟନ୍ତ୍ରିତ କରିବାର ଚେଷ୍ଟା ହିଁ ପ୍ରକୃତ ପ୍ରାଣାୟାମ। ଏହି ପ୍ରାଣାୟାମରେ ସିଦ୍ଧ ହେଲେ ଆମମାନଙ୍କ ସମ୍ମୁଖରେ ଅନନ୍ତ ଶକ୍ତିର ଦ୍ୱାର ଖୋଲିଯାଏ। ଉଦାହରଣ ସ୍ୱରୂପ, କୌଣସି ବ୍ୟକ୍ତି ଏହି ପ୍ରାଣର ବିଷୟ ସମ୍ପୂର୍ଣ୍ଣ ରୂପେ ବୁଝିପାରିଲେ ଏବଂ ତାହାକୁ ଜୟ କରିବାକୁ ସକ୍ଷମ ହେଲେ, ତାହେଲେ ଜଗତରେ ଏପରି କେଉଁ ଶକ୍ତି ଅଛି ଯାହା ତାଙ୍କର ଆୟତ୍ତ ହେବ? ତାଙ୍କ ଆଜ୍ଞାରେ ଚନ୍ଦ୍ର, ସୂର୍ଯ୍ୟ, ନକ୍ଷତ୍ର
ସ୍ଥାନଚ୍ୟୁତ ହୁଅନ୍ତି। କ୍ଷୁଦ୍ରତମ ପରମାଣୁ ଠାରୁ ବୃହତ୍ତମ ସୂର୍ଯ୍ୟ ପର୍ଯ୍ୟନ୍ତ ତାଙ୍କର ବଶୀଭୂତ ହୁଅନ୍ତି, କାରଣ ସେ ପ୍ରାଣକୁ ଜୟ କରିଛନ୍ତି। ଏହିପରି ଶକ୍ତି ଲାଭ କରିବା ହିଁ ପ୍ରାଣାୟାମ ସାଧନାର ଲକ୍ଷ୍ୟ। ଯେତେବେଳେ ଯୋଗୀ ସିଦ୍ଧ ହୁଅନ୍ତି, ସେତେବେଳେ ପ୍ରକୃତିରେ ଏପରି କୌଣସି ବସ୍ତୁ ନାହିଁ ଯାହାକି ତାଙ୍କର ବଶକୁ ନ ଆସେ। ଯଦି ସେ ଦେବଗଣଙ୍କୁ ଆସିବାକୁ ଆହ୍ୱାନ କରନ୍ତି, ସେମାନେ ତାଙ୍କ ଆଜ୍ଞା ମାତ୍ରେ ତତ୍କ୍ଷଣାତ୍ ଆଗମନ କରନ୍ତି। ମୃତ ବ୍ୟକ୍ତିଗଣଙ୍କୁ ଆସିବାକୁ ଆଦେଶ କଲେ ସେମାନେ ତତ୍କ୍ଷଣାତ୍ ଉପସ୍ଥିତ ହୁଅନ୍ତି। ପ୍ରକୃତିର ସକଳ ଶକ୍ତି ହିଁ କ୍ରୀତଦାସ ପରି ତାଙ୍କର ଆଦେଶ ପାଳନ କରନ୍ତି। ଅଜ୍ଞ ଲୋକମାନେ ଯୋଗୀଙ୍କର ଏହି ସକଳ କାର୍ଯ୍ୟକଳାପ ଦେଖି କହନ୍ତି, ଏଗୁଡ଼ିକ ଅଲୌକିକ। ହିନ୍ଦୁର ଗୋଟିଏ ବିଶେଷ ଭାବ ଏହି ଯେ ଯେକୌଣସି ତତ୍ତ୍ୱ ସେ ଆଲୋଚନା କରନ୍ତୁ ନା କାହିଁକି, ଆଗେ ଏହା ଭିତରୁ ଯେତେ ଦୂର ସମ୍ଭବ ଗୋଟିଏ ସାଧାରଣ ଭାବର ଅନୁସନ୍ଧାନ କରନ୍ତି। ତାହା ମଧ୍ୟରେ ଯେଉଁ ବିସ୍ତାରିତ ବର୍ଣ୍ଣନା ଅଛି, ସେଗୁଡ଼ିକର ମୀମାଂସା ପଛକୁ ରଖିଦିଅନ୍ତି। ବେଦରେ ପୁନଃ ପୁନଃ ଏହି ପ୍ରଶ୍ନ ପଚରାଯାଇଛି ଯେ ଏପରି କେଉଁ ବସ୍ତୁ ଅଛି ଯାହା ଜାଣିଲେ ସବୁ କିଛି ଜଣାଯାଏ। ଅତଏବ ଆମର ସବୁ ଶାସ୍ତ୍ର, ସବୁ ଦର୍ଶନ ଯେଉଁ ବସ୍ତୁକୁ ଜାଣିଲେ ସବୁ କିଛି ଜଣାଯାଏ, ସେହି ବସ୍ତୁକୁ ନିର୍ଣ୍ଣୟ କରିବାରେ ବ୍ୟସ୍ତ। ଯଦି କେହି ଜଗତର ତତ୍ତ୍ୱ ଟିକିନିଖି କରି ଜାଣିବାକୁ ଚାହାନ୍ତି, ତାହେଲେ ତାଙ୍କୁ ଅନନ୍ତ ସମୟ ଲାଗିବ, କାରଣ ତାଙ୍କୁ ଗୋଟିଏ ଗୋଟିଏ ବାଲୁକା କଣା ପର୍ଯ୍ୟନ୍ତ ପୃଥକ୍ ଭାବରେ ଜାଣିବାକୁ ହେବ। ତଥାପି ସେ ସବୁ କିଛି ଜାଣିପାରିବେ ନାହିଁ। ତେବେ କିପରି ଜ୍ଞାନ ଲାଭ ସମ୍ଭବ? ଗୋଟିଏ ଗୋଟିଏ ବିଷୟ ପୃଥକ୍ ଭାବରେ ଜାଣି ସର୍ବଜ୍ଞ ହେବାର ସମ୍ଭାବନା କେଉଁଠି? ଯୋଗୀମାନେ କହନ୍ତି, ଏହି ସମସ୍ତ ବିଶେଷ ଅଭିବ୍ୟକ୍ତିର ଅନ୍ତରାଳରେ ଗୋଟିଏ ସାଧାରଣ ଭାବ ରହିଅଛି। ତାହାକୁ ଧରିପାରିଲେ ସବୁ କିଛି ଆୟତ୍ତ କରାଯାଏ। ଏହି ଭାବରେ ହିଁ ବେଦରେ ସମଗ୍ର ଜଗତକୁ ଏକ ପୂର୍ଣ୍ଣ ସତ୍ତାରେ ପର୍ଯ୍ୟବସିତ କରାହୋଇଅଛି। ଯିଏ ସେହି ସତ୍ ସ୍ୱରୂପକୁ ବୁଝିଛନ୍ତି, ସେ ସମଗ୍ର ଜଗତକୁ ବୁଝିପାରିଛନ୍ତି। ଏହି ଭାବରେ ସମୁଦାୟ ଶକ୍ତିକୁ ଏକ ପ୍ରାଣ ରୂପ ସାଧାରଣ ଶକ୍ତିରେ ପର୍ଯ୍ୟବସିତ କରାହୋଇଅଛି। ସୁତରାଂ ଯିଏ ପ୍ରାଣକୁ ବୁଝିଛନ୍ତି, ସେ ଜଗତରେ ଯେତେ ମାନସିକ ବା ଦୈହିକ ଶକ୍ତି ଅଛି, ସବୁ କିଛି ବୁଝିଛନ୍ତି। ଯିଏ ପ୍ରାଣକୁ ଜୟ କରିଛନ୍ତି, ସେ କେବଳ ନିଜର ମନ ନୁହେଁ, ସମସ୍ତଙ୍କ ମନକୁ ଜୟ କରିଛନ୍ତି। ସେ ନିଜ ଦେହ ଓ ଅନ୍ୟାନ୍ୟ ଯେତେ ଦେହ ଅଛି ସମସ୍ତ ହିଁ ଜୟ କରିଛନ୍ତି, କାରଣ ପ୍ରାଣ ହିଁ ସମୁଦାୟ ଶକ୍ତିର ମୂଳ। କିପରି ଭାବରେ ଏହି ପ୍ରାଣ ନିୟନ୍ତ୍ରିତ ହେବ, ଏହା ହିଁ ପ୍ରାଣାୟାମର ଏକମାତ୍ର ଉଦ୍ଦେଶ୍ୟ। ଏହି ପ୍ରାଣାୟାମ ସମ୍ବନ୍ଧରେ ଯେତେ ସାଧନା ଓ ଉପଦେଶ ଅଛି, ସବୁଗୁଡ଼ିକରେ ସେହି ଏକ ଉଦ୍ଦେଶ୍ୟ। ପ୍ରତ୍ୟେକ ସ୍ତରର ସାଧକ ତାଙ୍କ ନିଜ ନିଜ ସ୍ତରରୁ ସାଧନା ଆରମ୍ଭ କରିବେ। ତାଙ୍କ ନିକଟରେ ଯାହା ଅଛି, ସେଗୁଡ଼ିକୁ ଜୟ କରିବା ପାଇଁ ସେ ଯତ୍ନମାନ ହେବେ। ଜଗତର ଅନ୍ୟ ସକଳ ବସ୍ତୁ ଅପେକ୍ଷା ଦେହ ଆମର ସର୍ବାପେକ୍ଷା ନିକଟରେ ଅଛି। ପୁଣି ମନ ତାହା ଅପେକ୍ଷା ଆହୁରି ନିକଟତର। ଯେଉଁ ପ୍ରାଣ ଜଗତରେ ସର୍ବତ୍ର କ୍ରିୟା କରୁଅଛି, ତାହାର ଯେଉଁ ଅଂଶଟି ଏହି ଶରୀର ଓ ମନକୁ ଚଳାଉଅଛି, ସେହି ପ୍ରାଣ ଆମର ସର୍ବାଧିକ ନିକଟତର। ଯେଉଁ କ୍ଷୁଦ୍ର ପ୍ରାଣ ତରଙ୍ଗଟି ଆମମାନଙ୍କର ଶାରୀରିକ ଓ ମାନସିକ ଶକ୍ତି ରୂପେ ପରିଚିତ, ତାହା ଆମମାନଙ୍କ ପକ୍ଷରେ ଅନନ୍ତ ପ୍ରାଣ ସମୁଦ୍ରର ସର୍ବାପେକ୍ଷା ନିକଟବର୍ତ୍ତୀ ତରଙ୍ଗ। ଏହି କ୍ଷୁଦ୍ର ତରଙ୍ଗକୁ ଜୟ କରିପାରିଲେ ଆମେ ସମଗ୍ର ପ୍ରାଣ ସମୁଦ୍ରକୁ ଜୟ କରିପାରିବା। ଯେଉଁ ଯୋଗୀ ଏଥିରେ କୃତକାର୍ଯ୍ୟ ହୁଅନ୍ତି, ସେ ସିଦ୍ଧି ଲାଭ କରନ୍ତି। କୌଣସି ଶକ୍ତି ତାଙ୍କ ଉପରେ ପ୍ରଭୁତ୍ୱ କରିପାରେ ନାହିଁ। ସେ ପ୍ରାୟ ସର୍ବଶକ୍ତିମାନ ଓ ସର୍ବଜ୍ଞ ହୁଅନ୍ତି। ଆମେ ପ୍ରତ୍ୟେକ ଦେଶରେ ଏଭଳି ଅନେକ ସମ୍ପ୍ରଦାୟ ଦେଖିବାକୁ ପାଉ, ଯେଉଁମାନେ କୌଣସି ନା କୌଣସି ଉପାୟରେ ଏହି ପ୍ରାଣକୁ ଜୟ କରିବାର ଚେଷ୍ଟା କରନ୍ତି। ଏହି ଦେଶରେ ଅର୍ଥାତ୍ ଆମେରିକାରେ ମଧ୍ୟ ଆମେ ମନଶକ୍ତି ଦ୍ୱାରା ଆରୋଗ୍ୟକାରୀ, ବିଶ୍ୱାସ ଦ୍ୱାରା ଆରୋଗ୍ୟକାରୀ, ପ୍ରେତତତ୍ତ୍ୱବିତ୍, ଖ୍ରୀଷ୍ଟିଆନ ସାଇଣ୍ଟିଷ୍ଟ, ସମ୍ମୋହନ ବିଦ୍ୟାବିତ୍ ପ୍ରଭୃତି ସମ୍ପ୍ରଦାୟ
ଦେଖିବାକୁ ପାଉ। ଏହି ମତଗୁଡ଼ିକ ବିଶ୍ଳେଷଣ କଲେ ଦେଖିବାକୁ ପାଇବା ଯେ ଏଗୁଡ଼ିକର ମୂଳରେ ରହିଛି ପ୍ରାଣଶକ୍ତିର ନିୟନ୍ତ୍ରଣ। ସେମାନେ ଏକଥା ଜାଣନ୍ତୁ ବା ନ ଜାଣନ୍ତୁ, ସେମାନଙ୍କର ସକଳ ମତର ମୂଳରେ ସେହି ଏକ ସତ୍ୟ ରହିଅଛି। ସେମାନେ ସମସ୍ତେ ଏହି ଶକ୍ତିର ବ୍ୟବହାର କରୁଛନ୍ତି, ତେବେ ସେମାନେ ଏହାର ମୂଳ ଓ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନ ନୁହନ୍ତି। ସେମାନେ ହଠାତ୍ ଯେପରି ଗୋଟିଏ ଶକ୍ତି ଆବିଷ୍କାର କରି ପକାଇଛନ୍ତି ଏବଂ ସେହି ଶକ୍ତିର ସ୍ୱରୂପ ନ ଜାଣି ଅଜ୍ଞାତ ସାରରେ ତାହାକୁ ବ୍ୟବହାର କରୁଛନ୍ତି। ଯୋଗୀ ଏହି ଶକ୍ତିକୁ ଜ୍ଞାତ ସାରରେ ପରିଚାଳନା କରନ୍ତି। ଏହି ଶକ୍ତି ପ୍ରାଣର ବିକାଶ ମାତ୍ର। ଏହି ପ୍ରାଣ ହିଁ ସକଳ ପ୍ରାଣୀଙ୍କର ଜୀବନୀ ଶକ୍ତି ରୂପେ ରହିଅଛି। ଚିନ୍ତା ଶକ୍ତି ହେଉଛି ପ୍ରାଣର ସୂକ୍ଷ୍ମତମ ଓ ଉଚ୍ଚତମ କ୍ରିୟା। ଚିନ୍ତାର ଯେଉଁ କ୍ଷୁଦ୍ର ଅଂଶକୁ ଆମେ ଦେଖିଥାଉ, ତାହା କିନ୍ତୁ ସମଗ୍ର ଚିନ୍ତା ନୁହେଁ। ଚିନ୍ତାର ପ୍ରକାର ଭେଦ ରହିଛି। ସହଜାତ ଜ୍ଞାନ ଅଥବା ଜ୍ଞାନଶୂନ୍ୟ ଚିନ୍ତା ଆମମାନଙ୍କର ନିମ୍ନତମ ଚିନ୍ତା। ଗୋଟିଏ ମଶା ଦଂଶନ କଲେ ଆମର ହାତ ସ୍ୱତଃପ୍ରବୃତ୍ତ ହୋଇ ତାହାକୁ ଆଘାତ କରିବ। ତାହାକୁ ମାରିବା ପାଇଁ ଆମର କୌଣସି ବିଶେଷ ଚିନ୍ତାର ପ୍ରୟୋଜନ ହୁଏ ନାହିଁ। ଏହା ଚିନ୍ତାର ଏକ ପ୍ରକାର ଅଭିବ୍ୟକ୍ତି। ଆମ ଶରୀରର ଜ୍ଞାନ ବିରହିତ ପ୍ରତିକ୍ରିୟା ଗୁଡ଼ିକ ଚିନ୍ତାର ଏହି ସ୍ତରର ଅନ୍ତର୍ଗତ। ଚିନ୍ତାର ଆଉ ଗୋଟିଏ ସ୍ତର ଅଛି, ତାହାକୁ ସଜ୍ଞାନ କୁହାଯାଇପାରେ। ମୁଁ ଯୁକ୍ତିତର୍କ କରେ, ବିଚାର କରେ, ଚିନ୍ତା କରେ, କେତେଗୁଡ଼ିଏ ବିଷୟର ସପକ୍ଷରେ ଓ ବିପକ୍ଷରେ ଆଲୋଚନା କରେ। କିନ୍ତୁ ଏହା ହିଁ ଶେଷ ନୁହେଁ। ଆମେ ଜାଣୁ, ଯୁକ୍ତି ବିଚାରର ପରିଧି ସୀମିତ। ଯୁକ୍ତି ଆମମାନଙ୍କୁ କେବଳ କିଛି ଦୂର ପର୍ଯ୍ୟନ୍ତ ନେଇଯାଇପାରେ। ଯେଉଁ ସୀମା ଭିତରେ ଏହା କାର୍ଯ୍ୟ କରେ ତାହା ଅତି ସଂକୀର୍ଣ୍ଣ। କିନ୍ତୁ ଦେଖିବାକୁ ମିଳେ ଯେ ନାନାବିଧ ବିଷୟ ବାହାରୁ ଆସି ଭିତରେ ପ୍ରବେଶ କରୁଛି। ବେଳେବେଳେ ଧୂମକେତୁ ସଦୃଶ କେତେଗୁଡ଼ିଏ ବିଷୟ ବାହାରୁ ଆସି ଭିତରେ ପଶୁଅଛି। ଏହା ମଧ୍ୟ ନିଶ୍ଚିତ ଯେ ଅନେକ ତତ୍ତ୍ୱ ଏହି ସୀମାର ବହିର୍ଦେଶରୁ ଆସୁଅଛି। ବିଚାର ଶକ୍ତି କିନ୍ତୁ ଏ ସୀମା ପରିତ୍ୟାଗ କରି ଯାଇପାରେ ନାହିଁ। ଯେଉଁ ବିଷୟଗୁଡ଼ିକ ଏହି କ୍ଷୁଦ୍ର ଗଣ୍ଡି ମଧ୍ୟରେ ଆସି ଅନଧିକାର ପ୍ରବେଶ କରୁଛି, ସେଗୁଡ଼ିକର କାରଣ ଅବଶ୍ୟ ଏ ସୀମାର ବାହାରେ ଅବସ୍ଥିତ, ଯେଉଁଠାରେ ଆମମାନଙ୍କର ବିଚାର ଯୁକ୍ତି ପହଞ୍ଚିପାରେ ନାହିଁ। କିନ୍ତୁ ଯୋଗୀଗଣ କହନ୍ତି, ଏହା ହିଁ ଯେ ଆମ ଜ୍ଞାନର ଚରମ ସୀମା, ତାହା ନୁହେଁ। ମନ ଆହୁରି ଉଚ୍ଚତର ଭୂମିରେ, ଜ୍ଞାନାତୀତ ଭୂମିରେ ବିଚରଣ କରିପାରେ। ଯେତେବେଳେ ମନ ସମାଧି ନାମକ ପୂର୍ଣ୍ଣ ଏକାଗ୍ର ଓ ଜ୍ଞାନାତୀତ ଅବସ୍ଥାରେ ଆରୂଢ଼ ହୁଏ, ସେତେବେଳେ ଏହା ଯୁକ୍ତି ରାଜ୍ୟର ବାହାରକୁ ଚାଲିଯାଏ ଏବଂ ସହଜାତ ଜ୍ଞାନ ଓ ଯୁକ୍ତିର ଅତୀତ ବିଷୟ ସକଳ ପ୍ରତ୍ୟକ୍ଷ କରେ। ଶରୀରର ସୂକ୍ଷ୍ମ ସୂକ୍ଷ୍ମ ଶକ୍ତିଗୁଡ଼ିକ ପ୍ରାଣର ହିଁ ବିଭିନ୍ନ ଅଭିବ୍ୟକ୍ତି। ଠିକ୍ ପଥରେ ପରିଚାଳିତ ହେଲେ ଏଗୁଡ଼ିକ ମନକୁ ପ୍ରେରଣା ଦିଅନ୍ତି ଏବଂ ଉଚ୍ଚତର ଅବସ୍ଥା ଅର୍ଥାତ୍ ଜ୍ଞାନାତୀତ ଭୂମିକୁ ନେଇଯାଆନ୍ତି। ମନ ସେହି ସ୍ଥାନରେ ଥାଇ ମଧ୍ୟ କାର୍ଯ୍ୟ କରିଥାଏ। ବିଶ୍ୱରେ ଅସ୍ତିତ୍ୱର ପ୍ରତ୍ୟେକ ସ୍ତରରେ ହିଁ ଏକ ଅଖଣ୍ଡ ବସ୍ତୁ ରହିଅଛି। ପ୍ରକୃତି ଦିଗରୁ ଦେଖିବାକୁ ଗଲେ ଏହି ବିଶ୍ୱଜଗତ ଏକ ଓ ଅଖଣ୍ଡ। ତୁମ ସହିତ ସୂର୍ଯ୍ୟର କୌଣସି ପ୍ରଭେଦ ନାହିଁ। ବୈଜ୍ଞାନିକ ତୁମକୁ ତାହା ବୁଝାଇଦେବେ। ଏହି ଟେବୁଲ ଓ ମୋ ଭିତରେ କୌଣସି ଭେଦ ନାହିଁ। ଟେବୁଲଟି ଅନନ୍ତ ଜଡ଼ରାଶିର ଏକ ବିନ୍ଦୁ ଏବଂ ମୁଁ ଅନ୍ୟ ଏକ ବିନ୍ଦୁ। ପ୍ରତ୍ୟେକ ସାକାର ବସ୍ତୁ ଏହି ଅନନ୍ତ ଜଡ଼ସାଗରର ଗୋଟିଏ ଗୋଟିଏ ଆବର୍ତ୍ତ ପରି। ଆବର୍ତ୍ତଗୁଡ଼ିକ ସର୍ବଦା ସ୍ଥିର ରହେ ନାହିଁ। କୌଣସି ସ୍ରୋତସ୍ୱିନୀରେ ଲକ୍ଷ ଲକ୍ଷ ଆବର୍ତ୍ତ ରହିଅଛି। ପ୍ରତ୍ୟେକ ଆବର୍ତ୍ତକୁ ପ୍ରତି ମୁହୂର୍ତ୍ତରେ ନୂତନ ଜଳରାଶି ଆସୁଅଛି। କିଛି କ୍ଷଣ ରହି ଅନ୍ୟ ଦିଗକୁ ଚାଲିଯାଉଅଛି ଏବଂ ନୂତନ ଜଳରାଶି ତାହାର ସ୍ଥାନ ଅଧିକାର କରୁଅଛି। ସମଗ୍ର ବିଶ୍ୱଜଗତ ମଧ୍ୟ ଏକ ନିୟତ ପରିବର୍ତ୍ତନଶୀଳ ଜଡ଼ରାଶି ମାତ୍ର। ଯାବତୀୟ ବସ୍ତୁ ସେଥିରେ କ୍ଷୁଦ୍ର କ୍ଷୁଦ୍ର ଆବର୍ତ୍ତ ପରି। କିଛି ଜଳରାଶି ଗୋଟିଏ ଆବର୍ତ୍ତ ମଧ୍ୟରେ ପ୍ରବେଶ କଲା, ଧର ମାନବ ଦେହରେ। କିଛି ଦିନ ଏହି ଆବର୍ତ୍ତରେ ଘୂରି
ପରିବର୍ତ୍ତିତ ହୋଇ ଆଉ ଗୋଟିଏ ଆବର୍ତ୍ତରେ ପ୍ରବେଶ କଲା। ଏଥର ହୁଏତ କୌଣସି ଜନ୍ତୁର ଦେହରେ, କେତେ ବର୍ଷ ପରେ ପୁଣି ଖଣିଜ ପଦାର୍ଥ ନାମକ ଅନ୍ୟ ଏକ ଆବର୍ତ୍ତରେ ପ୍ରବେଶ କଲା। କ୍ରମାଗତ ପରିବର୍ତ୍ତନ ଚାଲିଛି, କିଛି ହେଲେ ସ୍ଥିର ନୁହେଁ। ମୋର ଶରୀର ତୁମ ଶରୀର ବୋଲି ବାସ୍ତବିକ କୌଣସି ବସ୍ତୁ ନାହିଁ। ଏକ ବିରାଟ ଜଡ଼ରାଶିର ଗୋଟିଏ ବିନ୍ଦୁର ନାମ ଚନ୍ଦ୍ର, ଆଉ ଗୋଟିଏ ବିନ୍ଦୁ ସୂର୍ଯ୍ୟ, କୌଣସି ବିନ୍ଦୁ ମନୁଷ୍ୟ, କୌଣସି ବିନ୍ଦୁ ପୃଥିବୀ, କୌଣସି ବିନ୍ଦୁ ଅବା ଉଦ୍ଭିଦ, କୌଣସି ବିନ୍ଦୁ ପୁଣି ହୁଏତ ଗୋଟିଏ ଖଣିଜ ପଦାର୍ଥ। ଏଥିରୁ ଗୋଟିଏ ହେଲେ ଏକ ଭାବରେ ରହେ ନାହିଁ। ସକଳ ବସ୍ତୁ ହିଁ ସର୍ବଦା ପରିବର୍ତ୍ତିତ ହେଉଅଛି। ଜଡ଼ର ସଂଶ୍ଳେଷଣ ଓ ବିଶ୍ଳେଷଣ କ୍ରମାଗତ ଚାଲିଅଛି। ମନ ବା ଅନ୍ତର୍ଜଗତ ସମ୍ବନ୍ଧରେ ମଧ୍ୟ ତାହା। ଜଗତର ସମୁଦାୟ ବସ୍ତୁ ହିଁ ଇଥରରୁ ଉତ୍ପନ୍ନ। ସୁତରାଂ ଏହାକୁ ସମୁଦାୟ ଜଡ଼ବସ୍ତୁର ପ୍ରତିନିଧି ରୂପେ ଗ୍ରହଣ କରାଯାଇପାରେ। ପ୍ରାଣର ସୂକ୍ଷ୍ମତର ସ୍ପନ୍ଦନଶୀଳ ଅବସ୍ଥାରେ ଏହି ଇଥର ମନର ମଧ୍ୟ ପ୍ରତିନିଧି। ଏହା ସତ୍ତ୍ୱେ ଇଥର ଏକ ଅଖଣ୍ଡ ଜଡ଼ବସ୍ତୁ ହୋଇ ରହିବ। ଯଦି ସେହି ସୂକ୍ଷ୍ମ ସ୍ପନ୍ଦନର ସ୍ତରରେ ଉପନୀତ ହୋଇପାର, ତେବେ ଅନୁଭବ କରିବ ସମଗ୍ର ଜଗତ ସୂକ୍ଷ୍ମ ସୂକ୍ଷ୍ମ ସ୍ପନ୍ଦନରେ ସଂଗଠିତ। କୌଣସି କୌଣସି ଔଷଧର ପ୍ରଭାବରେ ଆମେ ଏହିପରି ଅନୁଭବ କରିଥାଉ। ତୁମମାନଙ୍କ ମଧ୍ୟରୁ କେହି କେହି ସାର୍ ହାମ୍ଫ୍ରି ଡେଭିଙ୍କ ବିଖ୍ୟାତ ପରୀକ୍ଷା କଥା ଜାଣିଥିବ। ହାସ୍ୟଜନକ ବାଷ୍ପ ଦ୍ୱାରା ଅଭିଭୂତ ହୋଇ ସେ ସ୍ତବ୍ଧ ଓ ନିସ୍ପନ୍ଦ ହୋଇ ଦଣ୍ଡାୟମାନ ରହିଲେ। ପରେ ସେ ସମଗ୍ର ଜଗତକୁ ଭାବରାଶିର ସମଷ୍ଟି ମାତ୍ର ବୋଲି କହିଥିଲେ। କିଛି କ୍ଷଣ ପାଇଁ ସ୍ଥୂଳ କମ୍ପନଗୁଡ଼ିକ ଯେପରି ବନ୍ଦ ହୋଇଯାଇଥିଲା। କେବଳ ସୂକ୍ଷ୍ମ କମ୍ପନଗୁଡ଼ିକ, ଯେଉଁଗୁଡ଼ିକୁ ସେ ଭାବରାଶି ବୋଲି ଅଭିହିତ କରିଛନ୍ତି, କେବଳ ସେଗୁଡ଼ିକ ତାଙ୍କର ଅନୁଭୂତିରେ ବିଦ୍ୟମାନ ଥିଲା। ସେ ଚତୁର୍ଦିଗରେ କେବଳ ସୂକ୍ଷ୍ମ କମ୍ପନଗୁଡ଼ିକ ଦେଖିଥିଲେ। ସବୁକିଛି ଚିନ୍ତାରେ ପରିଣତ ହୋଇଥିଲା। ତାଙ୍କ ନିକଟରେ ସମୁଦାୟ ଯେପରି ଏକ ମହାସମୁଦ୍ରରେ ପରିଣତ ହୋଇଥିଲା। ସେହି ମହାସମୁଦ୍ରରେ ସେ ଓ ଅନ୍ୟ ସମସ୍ତେ ଯେପରି ଗୋଟିଏ ଗୋଟିଏ କ୍ଷୁଦ୍ର ଭାବାବର୍ତ୍ତ ପରି। ଏହି ରୂପେ ଆମେ ଚିନ୍ତା ଜଗତରେ ମଧ୍ୟ ଏକ ଅଖଣ୍ଡ ଭାବ ଦେଖିଲୁ। ଅବଶେଷରେ ଯେତେବେଳେ ଆମେ ଆତ୍ମାକୁ ଲାଭ କରୁ, ସେତେବେଳେ ଆମେ ଅନୁଭବ କରୁ ଆତ୍ମା ଅଖଣ୍ଡ ଏବଂ ଏକ। ସର୍ବପ୍ରକାର ସ୍ଥୂଳ ଓ ସୂକ୍ଷ୍ମ ଜଡ଼ ସ୍ପନ୍ଦନର ଅତୀତରେ ଏକ ଅଖଣ୍ଡ ସତ୍ତା ବିରାଜ କରୁଛନ୍ତି। ଏପରିକି ଏହି ପରିଦୃଶ୍ୟମାନ ଗତିସମୂହ ମଧ୍ୟରେ, ଶକ୍ତିର ବିକାଶ ସମୂହ ମଧ୍ୟରେ ଏକ ଅଖଣ୍ଡ ଭାବ ବିଦ୍ୟମାନ। ଏ ସକଳ ତଥ୍ୟ ବର୍ତ୍ତମାନ ଆଉ ଅସ୍ୱୀକାର କରାଯାଇ ନପାରେ। ଆଧୁନିକ ପଦାର୍ଥ ବିଜ୍ଞାନ ମଧ୍ୟ ପ୍ରମାଣ କରିଅଛି ଯେ ଏହି ବିଶ୍ୱରେ ଶକ୍ତି ସମଷ୍ଟି ସର୍ବତ୍ର ସମାନ। ପୁଣି ଏ କଥା ମଧ୍ୟ ପ୍ରମାଣିତ ହୋଇଅଛି ଯେ ଶକ୍ତି ସମଷ୍ଟି ଦୁଇ ଭାବରେ ଅବସ୍ଥାନ କରେ, କେତେବେଳେ ସୀମିତ ବା ଅବ୍ୟକ୍ତ ଏବଂ ବ୍ୟକ୍ତ। ବ୍ୟକ୍ତ ଅବସ୍ଥାରେ ତାହା ଏହିସବୁ ନାନାବିଧ ଶକ୍ତିର ଆକାର ଧାରଣ କରେ। ପରେ ଶାନ୍ତ ଅବ୍ୟକ୍ତ ରୂପ ପ୍ରାପ୍ତ ହୁଏ, ପୁନଶ୍ଚ ବ୍ୟକ୍ତ ହୁଏ। ଏହି ରୂପେ ତାହା ଅନନ୍ତ କାଳ ଧରି ଥରେ ବିକଶିତ, ପୁଣି ସଂକୁଚିତ ଭାବ ଧାରଣ କରୁଅଛି। ପୂର୍ବେ କୁହା ହୋଇଅଛି, ଏହି ଶକ୍ତି ରୂପକ ପ୍ରାଣର ନିୟନ୍ତ୍ରଣ ହିଁ ପ୍ରାଣାୟାମ। ଫୁସ୍ଫୁସ୍ର ଗତିରେ ହିଁ ପ୍ରାଣର ପ୍ରକାଶ ସ୍ପଷ୍ଟ ରୂପେ ଦେଖିବାକୁ ମିଳେ। ସେଥିରେ ପ୍ରାଣର କ୍ରିୟା ସହଜରେ ବୁଝାଯାଏ। ଫୁସ୍ଫୁସ୍ର ଗତି ବନ୍ଦ ହେଲେ ଦେହର ସକଳ କ୍ରିୟା ମଧ୍ୟ ବନ୍ଦ ହୋଇଯାଏ। କିନ୍ତୁ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏପରି ଅଭ୍ୟାସ କରନ୍ତି ଯେ ସେମାନଙ୍କ ଫୁସ୍ଫୁସ୍ର ଗତି ରୁଦ୍ଧ ହେଲେ ସୁଦ୍ଧା ଶରୀର ଜୀବିତ ଥାଏ। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଶ୍ୱାସ ପ୍ରଶ୍ୱାସ ନ ନେଇ କେତେ ମାସ ପର୍ଯ୍ୟନ୍ତ ମାଟି ତଳେ ନିଜକୁ ପୋତି ରଖିପାରନ୍ତି। ସୂକ୍ଷ୍ମତର ଶକ୍ତି ନିକଟକୁ ଯିବାକୁ ହେଲେ ସ୍ଥୂଳତର ଶକ୍ତିର ସାହାଯ୍ୟ ନେବାକୁ ପଡ଼େ। ଏହି ରୂପେ କ୍ରମଶଃ ସୂକ୍ଷ୍ମତର ଶକ୍ତି ଲାଭ କରୁ କରୁ ଶେଷରେ ଆମେ ଚରମ ଲକ୍ଷ୍ୟରେ ଉପନୀତ ହେଉ।
ଶରୀରରେ ଯେତେ ପ୍ରକାର କ୍ରିୟା ଅଛି ତନ୍ମଧ୍ୟରେ ଫୁସ୍ଫୁସ୍ର କ୍ରିୟା ହିଁ ଅତି ସହଜରେ ପ୍ରତ୍ୟକ୍ଷ ହୁଏ। ତାହା ଯେପରି ଯନ୍ତ୍ର ମଧ୍ୟସ୍ଥ ଗତି ନିୟାମକ ଚକ୍ର ରୂପେ ଅନ୍ୟ ଶକ୍ତିଗୁଡ଼ିକୁ ଚଳାଉଅଛି। ପ୍ରାଣାୟାମର ପ୍ରକୃତ ଅର୍ଥ ଫୁସ୍ଫୁସ୍ର ଏହି ଗତିକୁ ନିୟନ୍ତ୍ରିତ କରିବା। ଏହି ଗତି ସହିତ ଶ୍ୱାସ ଯନ୍ତ୍ର ମଧ୍ୟ ଜଡ଼ିତ। ଶ୍ୱାସ ପ୍ରଶ୍ୱାସ ଯେ ଏହି ଗତି ଉତ୍ପନ୍ନ କରୁଅଛି ତାହା ନୁହେଁ, ବରଂ ଏହି ଗତି ହିଁ ଶ୍ୱାସ ପ୍ରଶ୍ୱାସ ଉତ୍ପନ୍ନ କରୁଅଛି। ଏହି ବେଗ ହିଁ ବାୟୁକୁ ଭିତର ଦିଗକୁ ଆକର୍ଷଣ କରୁଅଛି। ପ୍ରାଣ ଏହି ଫୁସ୍ଫୁସ୍କୁ ଚାଳିତ କରୁଛି। ଏହି ଫୁସ୍ଫୁସ୍ର ଗତି ବାୟୁକୁ ଆକର୍ଷଣ କରୁଛି। ତାହେଲେ ବୁଝାଗଲା, ପ୍ରାଣାୟାମ ଶ୍ୱାସ ପ୍ରଶ୍ୱାସର କ୍ରିୟା ନୁହେଁ। ଯେଉଁ ପେଶୀ ଶକ୍ତି ଫୁସ୍ଫୁସ୍କୁ ସଞ୍ଚାଳନ କରୁଛି ତାହାକୁ ଆୟତ୍ତ କରିବା ହିଁ ପ୍ରାଣାୟାମ। ଯେଉଁ ଶକ୍ତି ସ୍ନାୟୁମଣ୍ଡଳୀ ଭିତର ଦେଇ ମାଂସପେଶୀକୁ ଯାଉଛି ଏବଂ ପେଶୀ ମାଧ୍ୟମରେ ଫୁସ୍ଫୁସ୍କୁ ସଞ୍ଚାଳନ କରୁଛି ତାହା ହିଁ ପ୍ରାଣ। ପ୍ରାଣାୟାମ ସାଧନା ଦ୍ୱାରା ଏହି ପ୍ରାଣକୁ ହିଁ ବଶ କରିବାକୁ ହେବ। ଯେତେବେଳେ ପ୍ରାଣ ନିୟନ୍ତ୍ରିତ ହେବ ସେତେବେଳେ ଆମେ ଦେଖିବାକୁ ପାଇବା ଯେ ଶରୀର ଭିତରେ ପ୍ରାଣର ଅନ୍ୟାନ୍ୟ ସମୁଦାୟ କ୍ରିୟା ଆମର ଆୟତ୍ତକୁ ଆସିଛି। ମୁଁ ନିଜେ ଏପରି ସବୁ ଲୋକଙ୍କୁ ଦେଖିଛି ଯେଉଁମାନେ ସେମାନଙ୍କ ଦେହର ପେଶୀଗୁଡ଼ିକୁ ନିଜ ଆୟତ୍ତକୁ ଆଣିଛନ୍ତି, ଅର୍ଥାତ୍ ଇଚ୍ଛା ମତେ ସେଗୁଡ଼ିକୁ ଚାଳନା କରିପାରନ୍ତି। କାହିଁକି ବା ନ ପାରିବେ? ଯଦି କେତେ ଗୁଡ଼ିଏ ପେଶୀ ମୋ ଇଚ୍ଛା ଅନୁସାରେ ସଞ୍ଚାଳିତ ହୁଏ ତେବେ ପ୍ରତ୍ୟେକଟି ପେଶୀ ଓ ସ୍ନାୟୁ ମୁଁ ନିୟନ୍ତ୍ରିତ କରିପାରିବି ନାହିଁ କାହିଁକି? ଏଥିରେ ଅସମ୍ଭବ କ'ଣ ଅଛି? ବର୍ତ୍ତମାନ ଆମର ଏହି ନିୟନ୍ତ୍ରଣ ଶକ୍ତି ଲୋପ ପାଇଅଛି। ତେଣୁ ଏହି ପେଶୀଗୁଡ଼ିକ ସ୍ୱୟଂକ୍ରିୟ ହୋଇଯାଇଛନ୍ତି। ଆମେ ଇଚ୍ଛା ଅନୁସାରେ କର୍ଣ୍ଣ ସଞ୍ଚାଳନ କରିପାରୁନାହିଁ, କିନ୍ତୁ ଆମେ ଜାଣୁ ଯେ ପଶୁମାନେ ଏହା କରିପାରନ୍ତି। ଏହି ଶକ୍ତିକୁ ପରିଚାଳିତ ନ କରିବାରୁ ଆମର ଏ ଶକ୍ତି ନାହିଁ। ଏହାକୁ ହିଁ ପୂର୍ବପୁରୁଷଗଣଙ୍କ ଗୁଣଦୋଷର ପୁନରାବିର୍ଭାବ କୁହାଯାଏ। ପୁନଶ୍ଚ ଏ କଥା ମଧ୍ୟ ଆମେ ଜାଣୁ, ଯେଉଁ ଶକ୍ତି ବର୍ତ୍ତମାନ ଅବ୍ୟକ୍ତ ଭାବ ଧାରଣ କରିଅଛି ତାହାକୁ ପୁଣି ବ୍ୟକ୍ତ ଅବସ୍ଥାକୁ ଅଣାଯାଇପାରେ। ଖୁବ୍ ଦୃଢ଼ ପରିଶ୍ରମ ଓ ଅଭ୍ୟାସ ଦ୍ୱାରା ଆମ ଶରୀରର ଅନେକ ସୁପ୍ତ ଶକ୍ତିକୁ ପୁନରାୟ ଆମ ଇଚ୍ଛାର ସମ୍ପୂର୍ଣ୍ଣ ବଶବର୍ତ୍ତୀ କରାଯାଇପାରେ। ଏହି ଭାବେ ବିଚାର କଲେ ଦେଖିବାକୁ ମିଳେ, ଶରୀରର ପ୍ରତ୍ୟେକ ଅଂଶକୁ ହିଁ ସମ୍ପୂର୍ଣ୍ଣ ଇଚ୍ଛାଧୀନ କରିବା ଅସମ୍ଭବ ନୁହେଁ। ଯୋଗୀ ପ୍ରାଣାୟାମ ଦ୍ୱାରା ଏହା କରିଥାନ୍ତି। ତୁମେମାନେ ହୁଏତ ଯୋଗଶାସ୍ତ୍ରର ଅନେକ ଗ୍ରନ୍ଥରେ ପଢ଼ିଥିବ ଯେ ଶ୍ୱାସ ଗ୍ରହଣ ସମୟରେ ସମଗ୍ର ଶରୀର ପ୍ରାଣ ଦ୍ୱାରା ପୂର୍ଣ୍ଣ କରିହୁଏ। ଇଂରାଜୀ ଅନୁବାଦରେ ପ୍ରାଣ ଶବ୍ଦର ଅର୍ଥ କରାହୋଇଛି ଶ୍ୱାସ। ଅତଏବ ତୁମେ ସହଜରେ ପଚାରିପାର, ଶ୍ୱାସ ଦ୍ୱାରା ସମଗ୍ର ଶରୀରକୁ ଆମେ ପୂର୍ଣ୍ଣ କରିବା କିପରି? ଏହା ଅନୁବାଦକଙ୍କର ଦୋଷ। ଶରୀରର ପ୍ରତ୍ୟେକ ଅଂଶ ପ୍ରାଣ ଅର୍ଥାତ୍ ଏହି ଜୀବନୀ ଶକ୍ତି ଦ୍ୱାରା ପୂର୍ଣ୍ଣ କରାଯାଇପାରେ। ଆଉ ଯେତେବେଳେ ତୁମେ ଏପରି କରିପାରିବ ସେତେବେଳେ ସମଗ୍ର ଶରୀର ତୁମ ବଶକୁ ଆସିବ। ଦେହର ସବୁ ପ୍ରକାର ବ୍ୟାଧି, ସକଳ ଦୁଃଖ ସମ୍ପୂର୍ଣ୍ଣ ରୂପେ ଆୟତ୍ତକୁ ଆସିବ। କେବଳ ସେତିକି ନୁହେଁ, ତୁମେ ଅନ୍ୟର ଶରୀରକୁ ମଧ୍ୟ ନିୟନ୍ତ୍ରିତ କରିପାରିବ। ପୃଥିବୀରେ ଭଲ ମନ୍ଦ ଉଭୟ ସଂକ୍ରାମକ। ତୁମ ଦେହରେ ଯଦି କୌଣସି ଏକ ଭାବର ଉତ୍ତେଜନା ଥାଏ, ଅନ୍ୟ ଭିତରେ ମଧ୍ୟ ସେହି ଭାବର ପ୍ରବଣତା ଦେଖାଯିବ। ତୁମେ ସୁସ୍ଥ ଓ ସବଳ ହେଲେ ତୁମ ନିକଟସ୍ଥ ବ୍ୟକ୍ତିମାନଙ୍କ ଭିତରେ ମଧ୍ୟ ସୁସ୍ଥ ଓ ସବଳ ଭାବ ଆସିବ। ତୁମେ ଯଦି ରୁଗ୍ଣ ବା ଦୁର୍ବଳ ହୁଅ ତେବେ ଦେଖିବ ତୁମର ନିକଟବର୍ତ୍ତୀ ବ୍ୟକ୍ତିଗଣ ମଧ୍ୟ ଯେପରି ଟିକିଏ ଦୁର୍ବଳ ଅନୁଭବ କରୁଛନ୍ତି। ତୁମର ସୁସ୍ଥ ଶରୀରର ସ୍ପନ୍ଦନ ଅନ୍ୟ ଭିତରେ ସଞ୍ଚାରିତ ହେବ। ଯେତେବେଳେ ଜଣେ ଅନ୍ୟକୁ ରୋଗମୁକ୍ତ କରିବା ପାଇଁ ଚେଷ୍ଟା କରେ ସେତେବେଳେ ସେ ଭାବେ ଯେ ମୋର ସ୍ୱାସ୍ଥ୍ୟ ଅପରଠାରେ ସଞ୍ଚାରିତ କରିବି। ଏହା ଏକ ପ୍ରାଚୀନ ଚିକିତ୍ସା ପ୍ରଣାଳୀ। ଜ୍ଞାତ ସାରରେ ବା ଅଜ୍ଞାତ ସାରରେ ଜଣେ ଅନ୍ୟ ଜଣଙ୍କ ଦେହରେ ସ୍ୱାସ୍ଥ୍ୟ ସଞ୍ଚାରିତ କରିପାରନ୍ତି। ଖୁବ୍ ବଳବାନ ବ୍ୟକ୍ତି ଯଦି କୌଣସି ଦୁର୍ବଳ ଲୋକ ସହିତ ବାସ କରେ ତାହେଲେ ଦୁର୍ବଳ ବ୍ୟକ୍ତି ଜାଣୁ ବା ନ ଜାଣୁ ସେ କିଞ୍ଚିତ୍ ପରିମାଣରେ
ଶକ୍ତି ଲାଭ କରିବ। ଯେତେବେଳେ ଏହି ପ୍ରକ୍ରିୟା ଜ୍ଞାତସାରରେ କରାହୁଏ ସେତେବେଳେ ଏହାର ଫଳ ଅପେକ୍ଷାକୃତ ଉତ୍ତମ ହୋଇଥାଏ। ଆଉ ଗୋଟିଏ ପ୍ରକାର ଆରୋଗ୍ୟର ପ୍ରଣାଳୀ ଅଛି। ଜଣେ ସ୍ୱୟଂ ଖୁବ୍ ସୁସ୍ଥକାୟ ନହେଲେ ମଧ୍ୟ ଅନ୍ୟ ଜଣଙ୍କ ଶରୀରରେ ସ୍ୱାସ୍ଥ୍ୟ ସଞ୍ଚାରିତ କରିପାରନ୍ତି। ଏପରି କ୍ଷେତ୍ରରେ ଏହି ଆରୋଗ୍ୟକାରୀମାନଙ୍କ ପ୍ରାଣ ଉପରେ ପ୍ରଭୁତ୍ୱ ଅପେକ୍ଷାକୃତ ଅଧିକ। ସେ କିଛି କ୍ଷଣ ପାଇଁ ନିଜ ପ୍ରାଣକୁ ଉଚ୍ଚତର ସ୍ପନ୍ଦନ ବିଶିଷ୍ଟ ଅବସ୍ଥାକୁ ଉନ୍ନୀତ କରି ଅନ୍ୟ ଶରୀରକୁ ସଞ୍ଚାରିତ କରିପାରନ୍ତି। ଅନେକ ସ୍ଥଳରେ ଏହି ପ୍ରକ୍ରିୟା ଏକ ଦୂରବର୍ତ୍ତୀ ସ୍ଥାନରୁ ସାଧିତ ହୋଇଥାଏ। ବାସ୍ତବିକ ଦୂରତ୍ୱର ଅର୍ଥ ଯଦି ବିଚ୍ଛେଦ ହୁଏ ତେବେ ଦୂରତ୍ୱ ବୋଲି କିଛି ନାହିଁ। ଏପରି ଦୂରତ୍ୱ କେଉଁଠି ଅଛି ଯେଉଁଠି ପରସ୍ପରର କିଛି ମାତ୍ର ସମ୍ବନ୍ଧ, କିଛି ମାତ୍ର ଯୋଗ ନାହିଁ? ସୂର୍ଯ୍ୟ ଓ ତୁମ ମଧ୍ୟରେ ବାସ୍ତବିକ କ'ଣ କୌଣସି କ୍ରମ ବିଚ୍ଛେଦ ଅଛି? ଏକ ଅବିଚ୍ଛିନ୍ନ ଅଖଣ୍ଡ ବସ୍ତୁ ରହିଅଛି। ତୁମେ ତାହାର ଏକ ଅଂଶ, ସୂର୍ଯ୍ୟ ତାହାର ଅନ୍ୟ ଏକ ଅଂଶ। ନଦୀର ଏକ ଅଂଶ ଓ ଅପର ଅଂଶ ମଧ୍ୟରେ କ'ଣ କ୍ରମ ବିଚ୍ଛେଦ ଅଛି? ତାହେଲେ ଶକ୍ତି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବ ନାହିଁ କାହିଁକି? ଏହା ବିରୋଧରେ କୌଣସି ଯୁକ୍ତି ନାହିଁ। ଦୂରରେ ଥାଇ ରୋଗ ଆରୋଗ୍ୟ କରିବା ଘଟଣାଗୁଡ଼ିକ ସମ୍ପୂର୍ଣ୍ଣ ସତ୍ୟ। ଏହି ପ୍ରାଣକୁ ଅନେକ ଦୂର ପର୍ଯ୍ୟନ୍ତ ସଞ୍ଚାରିତ କରାଯାଇପାରେ। ତେବେ ଏହା ସତ୍ୟ ହୋଇପାରେ ଯେ ଏ ବିଷୟରେ ଗୋଟିଏ ଘଟଣା ସତ୍ୟ ହେଲେ ଶତ ଶତ ଘଟଣା ମିଥ୍ୟା ଛଡ଼ା ଆଉ କିଛି ନୁହେଁ। ଲୋକେ ଏହି ଆରୋଗ୍ୟ ପ୍ରଣାଳୀକୁ ଯେତେ ସହଜ ମନେ କରନ୍ତି ତାହା ସେତେ ସହଜ ନୁହେଁ। ଅଧିକାଂଶ ସ୍ଥଳରେ ଦେଖାଯିବ ଯେ ଆରୋଗ୍ୟକାରୀମାନେ ମାନବ ଦେହର ସ୍ୱାଭାବିକ ସୁସ୍ଥତାର ସୁଯୋଗ ନେଉଛନ୍ତି। ଜଗତରେ ଏପରି କୌଣସି ରୋଗ ନାହିଁ ଯେଉଁଥିରେ ଆକ୍ରାନ୍ତ ହୋଇ ସମସ୍ତେ ମୃତ୍ୟୁ ମୁଖରେ ପତିତ ହୁଅନ୍ତି। ଉଦାହରଣ ସ୍ୱରୂପ ବିସୂଚିକା ମହାମାରୀରେ ଯଦି କିଛି ଦିନ ଶତକଡ଼ା 60 ଜଣ ମରନ୍ତି, ତେବେ ଦେଖାଯାଏ କ୍ରମଶଃ ଏହି ମୃତ୍ୟୁର ହାର କମି ଶତକଡ଼ା 30 ହୁଏ, ପରେ 20ରେ ପହଞ୍ଚେ। ଅବଶିଷ୍ଟ ସମସ୍ତେ ରୋଗମୁକ୍ତ ହୁଅନ୍ତି। ଏଲୋପ୍ୟାଥିକ୍ ଚିକିତ୍ସକ ଆସିଲେ ବିସୂଚିକା ରୋଗଗ୍ରସ୍ତ ବ୍ୟକ୍ତିଗଣଙ୍କୁ ଚିକିତ୍ସା କଲେ, ଔଷଧ ଦେଲେ। ହୋମିଓପ୍ୟାଥିକ୍ ଚିକିତ୍ସକ ମଧ୍ୟ ଆସି ତାଙ୍କର ଔଷଧ ଦେଲେ ଓ ହୁଏତ ଏଲୋପ୍ୟାଥିକ୍ଙ୍କ ଅପେକ୍ଷା ଅଧିକ ସଂଖ୍ୟକ ରୋଗୀଙ୍କୁ ଆରୋଗ୍ୟ କଲେ। କାରଣ ହୋମିଓପ୍ୟାଥିକ୍ ଚିକିତ୍ସକମାନେ ରୋଗୀର ଶରୀରରେ କୌଣସି ଗଣ୍ଡଗୋଳ ନ କରି ପ୍ରକୃତିକୁ ନିଜ ଭାବରେ କାମ କରିବାକୁ ଦିଅନ୍ତି। ଆଉ ହୁଏତ ବିଶ୍ୱାସ ବଳରେ ଆରୋଗ୍ୟକାରୀମାନେ ଆହୁରି ଅଧିକ ରୋଗୀଙ୍କୁ ଆରୋଗ୍ୟ କଲେ। କାରଣ ସେ ନିଜର ଇଚ୍ଛାଶକ୍ତି ପ୍ରୟୋଗ କରି ବିଶ୍ୱାସ ବଳରେ ରୋଗୀର ସୁପ୍ତ ପ୍ରାଣଶକ୍ତିକୁ ଜାଗ୍ରତ କରିଦିଅନ୍ତି। କିନ୍ତୁ ବିଶ୍ୱାସ ବଳରେ ରୋଗ ଆରୋଗ୍ୟକାରୀମାନଙ୍କର ସର୍ବଦା ଗୋଟିଏ ଭୁଲ ହୋଇଥାଏ। ସେମାନେ ମନେ କରନ୍ତି କେବଳ ବିଶ୍ୱାସ ହିଁ ମନୁଷ୍ୟକୁ ରୋଗମୁକ୍ତ କରିଥାଏ। ବାସ୍ତବ ପକ୍ଷେ କେବଳ ବିଶ୍ୱାସ ଯେ ଏକମାତ୍ର କାରଣ ତାହା ନୁହେଁ। ଏପରି କେତେକ ରୋଗ ଅଛି ଯେଉଁଗୁଡ଼ିକର ସର୍ବାପେକ୍ଷା ଖରାପ ଲକ୍ଷଣ ହେଲା ରୋଗୀ ଆଦୌ ମନେ କରେ ନାହିଁ ଯେ ତାହାର କୌଣସି ରୋଗ ହୋଇଅଛି। ନିଜର ରୋଗହୀନତା ସମ୍ବନ୍ଧରେ ଦୃଢ଼ ବିଶ୍ୱାସ ହିଁ ତା'ର ରୋଗର ଗୋଟିଏ ପ୍ରଧାନ ଲକ୍ଷଣ। ସାଧାରଣତଃ ଏହା ଆଶୁ ମୃତ୍ୟୁର ଏକ ଲକ୍ଷଣ। ଏପରି ସ୍ଥଳରେ କେବଳ ବିଶ୍ୱାସ ଦ୍ୱାରା ହିଁ ରୋଗ ଆରୋଗ୍ୟ ହୁଏ ଏକଥା ପ୍ରଯୁଜ୍ୟ ନୁହେଁ। ଯଦି ବିଶ୍ୱାସରେ ହିଁ ରୋଗ ଆରୋଗ୍ୟ ହୁଅନ୍ତା ତାହେଲେ ଉକ୍ତ ରୋଗୀମାନେ ମଧ୍ୟ ଆରୋଗ୍ୟ ଲାଭ କରନ୍ତେ। ପ୍ରାଣର ଶକ୍ତିରେ ରୋଗ ନିରାମୟ ହୋଇଥାଏ। ଯେଉଁ ପବିତ୍ର ପୁରୁଷ ନିଜ ପ୍ରାଣକୁ ନିୟନ୍ତ୍ରଣ କରିଛନ୍ତି ସେ ଏହାକୁ ନିର୍ଦ୍ଦିଷ୍ଟ କମ୍ପନଯୁକ୍ତ ଅବସ୍ଥାକୁ ନେଇ ଅନ୍ୟ ମଧ୍ୟରେ ସେହି କମ୍ପନ ସଞ୍ଚାରିତ କରିପାରନ୍ତି। ଦୈନନ୍ଦିନ ଘଟଣାରୁ ଏହାର ପ୍ରମାଣ ମିଳିବ। ମୁଁ ଭାଷଣ ଦେଉଛି। ଭାଷଣ ଦେବା ସମୟରେ ମୁଁ କ'ଣ କରୁଛି? ମୁଁ ମୋର ମନକୁ ଏକ ପ୍ରକାର କମ୍ପନ ଅବସ୍ଥାକୁ ଆଣୁଛି ଏବଂ ଏଥିରେ ମୁଁ ଯେତେ କୃତକାର୍ଯ୍ୟ ହେବି ତୁମେ ମଧ୍ୟ ମୋ ବାକ୍ୟ ଦ୍ୱାରା ସେତିକି ପ୍ରଭାବିତ ହେବ। ତୁମେ ସମସ୍ତେ ଜାଣ, ଭାଷଣ ଦେଉ ଦେଉ ଯେଉଁଦିନ ମୁଁ ଖୁବ୍ ମଜିଯାଏ ସେଦିନ ମୋ ଭାଷଣ ତୁମକୁ ଖୁବ୍ ଭଲ ଲାଗେ।
କିନ୍ତୁ ମୋର ଉତ୍ସାହ ଯଦି ଅଳ୍ପ ହୁଏ ତେବେ ମୋ ବକ୍ତୃତା ଶୁଣିବାକୁ ସେତେ ଭଲ ଲାଗେ ନାହିଁ। ଜଗତ ଆଲୋଡ଼ନକାରୀ ତୀବ୍ର ଇଚ୍ଛାଶକ୍ତି ସମ୍ପନ୍ନ ମହାପୁରୁଷଗଣ ନିଜ ନିଜର ପ୍ରାଣକୁ ଏକ ଅତି ଉଚ୍ଚ କମ୍ପନ ଅବସ୍ଥାକୁ ଉନ୍ନୀତ କରିପାରନ୍ତି। ପ୍ରାଣ ଏତେ ଅଧିକ ଶକ୍ତି ସମ୍ପନ୍ନ ହୁଏ ଯେ ଏହା ଅନ୍ୟମାନଙ୍କୁ ମୁହୂର୍ତ୍ତକ ମଧ୍ୟରେ ସ୍ପର୍ଶ କରେ। ସହସ୍ର ସହସ୍ର ଲୋକ ତାଙ୍କ ନିକଟକୁ ଆକୃଷ୍ଟ ହୁଅନ୍ତି। ହୁଏତ ଜଗତର ଅର୍ଦ୍ଧେକ ଲୋକ ସେମାନଙ୍କ ଭାବକୁ ଗ୍ରହଣ କରନ୍ତି। ଜଗତର ମହାପୁରୁଷ ସକଳ ପ୍ରାଣକୁ ଜୟ କରିଥିଲେ। ଏହି ପ୍ରାଣ ସଂଯମ ବଳରେ ସେମାନେ ପ୍ରବଳ ଇଚ୍ଛାଶକ୍ତି ସମ୍ପନ୍ନ ହୋଇଥିଲେ। ପ୍ରାଣକୁ ଉଚ୍ଚତମ କମ୍ପନ ଅବସ୍ଥାକୁ ଉନ୍ନୀତ କରି ସେମାନେ ଜଗତ ଉପରେ ପ୍ରଭାବ ବିସ୍ତାର କରିବାର ଶକ୍ତି ଲାଭ କରନ୍ତି। ଜଗତରେ ଯେତେ ପ୍ରକାର ଶକ୍ତିର ବିକାଶ ଦେଖାଯାଏ ସବୁ ହିଁ ପ୍ରାଣର ସଂଯମରୁ ଉତ୍ପନ୍ନ। ମନୁଷ୍ୟ ଏହାର ଗୋପନ ତଥ୍ୟ ଜାଣିନପାରେ, କିନ୍ତୁ ଏହା ହିଁ ଏକମାତ୍ର ବ୍ୟାଖ୍ୟା। ତୁମ ଶରୀରରେ ଏହି ପ୍ରାଣ ଶକ୍ତିର ସରବରାହ କେତେବେଳେ ଏକ ଦିଗରେ ଅଧିକ ଅନ୍ୟ ଦିଗରେ କମ୍ ହୁଏ ଏବଂ ଏହି ସାମ୍ୟର ଅଭାବ ହେତୁ ରୋଗର ଉତ୍ପତ୍ତି ହୋଇଥାଏ। ଅତିରିକ୍ତ ପ୍ରାଣକୁ ଆଣି ଯେଉଁଠି ପ୍ରାଣର ଅଭାବ ହୋଇଅଛି ସେଠାର ଅଭାବ ପୂରଣ କରିପାରିଲେ ରୋଗ ଆରୋଗ୍ୟ ହୁଏ। କେଉଁଠି ଅଧିକ କେଉଁଠି ପୁଣି ଅଳ୍ପ ପ୍ରାଣ ଶକ୍ତି ଅଛି, ଏହା ଜାଣିବା ମଧ୍ୟ ପ୍ରାଣାୟାମର ଅଙ୍ଗ। ଆମର ଅନୁଭବ ଶକ୍ତି ଏତେ ସୂକ୍ଷ୍ମ ହେବ ଯେ ଆମେ ବୁଝିପାରିବା ପାଦ ବା ହସ୍ତରେ ଯେଉଁ ପରିମାଣ ପ୍ରାଣ ଆବଶ୍ୟକ ତାହା ସେଠାରେ ନାହିଁ ଏବଂ ଏହି ପ୍ରାଣର ଅଭାବକୁ ଆମେ ଇଚ୍ଛା ଅନୁସାରେ ପୂରଣ କରିପାରିବା। ପ୍ରାଣାୟାମର ଏହିପରି ନାନା ଅଙ୍ଗ ରହିଛି। ଏଗୁଡ଼ିକୁ କ୍ରମଶଃ ଶିକ୍ଷା କରିବାକୁ ହେବ। ତେବେ ଯାଇ କ୍ରମେ ଦେଖିବାକୁ ମିଳିବ ଯେ ବିଭିନ୍ନ ରୂପରେ ପ୍ରକାଶିତ ପ୍ରାଣକୁ ସଂଯତ କରିବା ଏବଂ ଚାଳନା କରିବା ହିଁ ରାଜଯୋଗର ଏକମାତ୍ର ଲକ୍ଷ୍ୟ। ଯେତେବେଳେ କେହି ନିଜର ସବୁ ଶକ୍ତିକୁ ସଂଯତ କରିଅଛି ସେତେବେଳେ ସେ ନିଜ ଦେହସ୍ଥ ପ୍ରାଣକୁ ହିଁ ଆୟତ୍ତ କରିଅଛି ବୋଲି ଜାଣିବାକୁ ହେବ। ଯେତେବେଳେ କେହି ଧ୍ୟାନ କରେ ସେ ପ୍ରାଣକୁ ହିଁ ସଂଯତ କରୁଅଛି ବୋଲି ବୁଝିବାକୁ ହେବ। ମହାସମୁଦ୍ରରେ ପର୍ବତ ତୁଲ୍ୟ ବୃହତ୍ ତରଙ୍ଗ ସମୂହ, କ୍ଷୁଦ୍ର କ୍ଷୁଦ୍ର ତରଙ୍ଗ, ଆହୁରି କ୍ଷୁଦ୍ରତର ତରଙ୍ଗ ସମୂହ, ପୁନଶ୍ଚ କ୍ଷୁଦ୍ର କ୍ଷୁଦ୍ର ବୁଦ୍ବୁଦ୍ ମଧ୍ୟ ରହିଅଛି। କିନ୍ତୁ ଏ ସକଳ ପଶ୍ଚାତରେ ଏକ ଅନନ୍ତ ମହାସମୁଦ୍ର ରହିଛି। ଏହି କ୍ଷୁଦ୍ର ବୁଦ୍ବୁଦ୍ଟି ଯେପରି ଅନନ୍ତ ମହାସମୁଦ୍ର ସହିତ ଯୁକ୍ତ, ବୃହତ୍ ତରଙ୍ଗଟି ମଧ୍ୟ ଠିକ୍ ସେହିପରି ସେହି ମହାସମୁଦ୍ର ସହିତ ସଂଯୁକ୍ତ। ଏହି ରୂପେ ସଂସାରରେ କେହି ବା ମହାପୁରୁଷ, କେହି ବା କ୍ଷୁଦ୍ର ଜଳ ବୁଦ୍ବୁଦ୍ ତୁଲ୍ୟ ସାମାନ୍ୟ ବ୍ୟକ୍ତି, କିନ୍ତୁ ସମସ୍ତେ ସେହି ଅନନ୍ତ ମହାଶକ୍ତି ସମୁଦ୍ର ସହିତ ସଂଯୁକ୍ତ। ଜୀବ ମାତ୍ରେ ଏହି ମହାଶକ୍ତିର ଜନ୍ମଗତ ଅଧିକାରୀ। ଯେଉଁଠାରେ ଜୀବନୀ ଶକ୍ତିର ପ୍ରକାଶ ସେହିଠାରେ ପଶ୍ଚାତରେ ଅନନ୍ତ ଶକ୍ତିର ଭଣ୍ଡାର ରହିଅଛି। ଗୋଟିଏ କ୍ଷୁଦ୍ର ଛତୁ ହୁଏତ ଏତେ କ୍ଷୁଦ୍ର ସୂକ୍ଷ୍ମ ଯେ ଅଣୁବୀକ୍ଷଣ ଯନ୍ତ୍ର ଦ୍ୱାରା ତାହାକୁ ଦେଖିବାକୁ ହୁଏ। ସେଠାରୁ ଆରମ୍ଭ କର, ଦେଖିବ ଅନନ୍ତ ଶକ୍ତିର ଭଣ୍ଡାରରୁ ଶକ୍ତି ସଂଗ୍ରହ କରି ସେଇଟି କ୍ରମଶଃ ଅନ୍ୟ ଏକ ଆକାର ଧାରଣ କରୁଅଛି। ଏହା ଉଦ୍ଭିଦରେ ପରିଣତ ହେଲା, ତାହା ପୁଣି ଗୋଟିଏ ପଶୁର ଆକାର ଧାରଣ କଲା, ପରେ ମନୁଷ୍ୟ ରୂପ ଧାରଣ କରି ଅବଶେଷରେ ଈଶ୍ୱରରେ ପରିଣତ ହେବ। ଅବଶ୍ୟ ପ୍ରାକୃତିକ ନିୟମରେ ଏହି ପରିଣତି ପାଇଁ ଲକ୍ଷ ଲକ୍ଷ ବର୍ଷ ଅତୀତ ହୁଏ, କିନ୍ତୁ ଏହି ସମୟର ଅର୍ଥ କ'ଣ? ସାଧନାର ବେଗ ଓ ଗତି ବୃଦ୍ଧି କରିଦେଲେ ସମୟ ମଧ୍ୟ ସଂକ୍ଷେପ ହୋଇପାରେ। ଯୋଗୀଗଣ କହନ୍ତି, ଯେଉଁ କାର୍ଯ୍ୟ କରିବା ପାଇଁ ସାଧାରଣ ଭାବରେ ଅଧିକ ସମୟ ଲାଗେ, କାର୍ଯ୍ୟର ବେଗ ବୃଦ୍ଧି କରିଦେଲେ ତାହା ହିଁ ଅତି ଅଳ୍ପ ସମୟ ମଧ୍ୟରେ ସମ୍ପନ୍ନ ହୋଇପାରେ। ମନୁଷ୍ୟ ଏହି ବିଶ୍ୱର ଅନନ୍ତ ଶକ୍ତିରାଶିରୁ ଧୀରେ ଧୀରେ ଶକ୍ତି ସଂଗ୍ରହ କରି ଅଗ୍ରସର ହେଉଥାଏ। ଏହି ଭାବରେ ଚାଲିଲେ ଜଣକୁ ଦେବତ୍ୱ ଲାଭ କରିବା ପାଇଁ ହୁଏତ ଲକ୍ଷ ବର୍ଷ ଲାଗିବ। ଆହୁରି ଉଚ୍ଚ ଅବସ୍ଥା ଲାଭ କରିବା ପାଇଁ ହୁଏତ 5 ଲକ୍ଷ ବର୍ଷ ଲାଗିବ। ପୁନଶ୍ଚ ପୂର୍ଣ୍ଣ ବା ସିଦ୍ଧ ହେବା ପାଇଁ ହୁଏତ ଆହୁରି 5 ଲକ୍ଷ ବର୍ଷ ଲାଗିବ। କିନ୍ତୁ ଉନ୍ନତିର ବେଗ ବୃଦ୍ଧି କଲେ
ଏହି ସମୟ ସଂକ୍ଷିପ୍ତ ହୋଇଆସିବ। ଯଥେଷ୍ଟ ଚେଷ୍ଟା କଲେ 6 ମାସ ବା 6 ବର୍ଷରେ ସିଦ୍ଧି ଲାଭ ହେବ ନାହିଁ କାହିଁକି? ଏହା ଯୁକ୍ତିସଙ୍ଗତ। ଯଦି କୌଣସି ବାଷ୍ପୀୟ ଯନ୍ତ୍ରରେ ନିର୍ଦ୍ଦିଷ୍ଟ ପରିମାଣ କୋଇଲା ଦେଲେ ପ୍ରତି ଘଣ୍ଟାରେ ଏହା 2 ମାଇଲ ହିସାବରେ ଯାଏ, ତେବେ ଅଧିକ କୋଇଲା ଦେଲେ ଆହୁରି ଅଧିକ ବେଗରେ ଯିବ। ଅତଏବ ତୀବ୍ର ସମ୍ବେଗ ସମ୍ପନ୍ନ ହେଲେ ଜୀବାତ୍ମା ଏହି ଜନ୍ମରେ ହିଁ ମୁକ୍ତି ଲାଭ କରିପାରିବ ନାହିଁ କାହିଁକି? ସମସ୍ତେ ଶେଷରେ ମୁକ୍ତି ଲାଭ କରିବେ, କିନ୍ତୁ ଏତେ ଦିନ ଅପେକ୍ଷା କରିବା କାହିଁକି? ଏହି ଶରୀରରେ ଏହି ମୁହୂର୍ତ୍ତରେ ଆମେ ମୁକ୍ତି ଲାଭ ପାଇଁ କାହିଁକି ସମର୍ଥ ନ ହେବା? ଅନନ୍ତ ଜ୍ଞାନ ଓ ଅନନ୍ତ ଶକ୍ତି ମୁଁ ଏହି ମୁହୂର୍ତ୍ତରେ ଲାଭ କରିବି ନାହିଁ କାହିଁକି? ଆତ୍ମାର ଉନ୍ନତିର ବେଗ ବୃଦ୍ଧି କରି କିଭଳି ଅଳ୍ପ ସମୟ ମଧ୍ୟରେ ମୁକ୍ତି ଲାଭ କରାଯାଇପାରେ, ଏହା ହିଁ ଯୋଗବିଜ୍ଞାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ମନୁଷ୍ୟ ମୁକ୍ତି ପାଇଁ ଟିକିଏ ଟିକିଏ ଅଗ୍ରସର ହେବା ପରିବର୍ତ୍ତେ ପ୍ରକୃତିର ଅନନ୍ତ ଶକ୍ତି ଭଣ୍ଡାରରୁ ଶକ୍ତି ଗ୍ରହଣ କରି କିପରି ଶୀଘ୍ର ସିଦ୍ଧି ଲାଭ କରିପାରେ, ଯୋଗୀମାନେ ସେହି ଉପାୟ ଉଦ୍ଭାବନ କରିଛନ୍ତି। ଜଗତର ମହାପୁରୁଷଗଣ, ସାଧୁ ଓ ସିଦ୍ଧ ପୁରୁଷଗଣ କ'ଣ କରି ଯାଇଛନ୍ତି? ଗୋଟିଏ ଜୀବନରେ ହିଁ ସେମାନେ ମାନବ ଜାତିର ସମଗ୍ର ଜୀବନଯାପନ କରନ୍ତି। ସାଧାରଣ ମନୁଷ୍ୟର ପୂର୍ଣ୍ଣତା ଲାଭ କରିବା ପାଇଁ ଯେଉଁ ଦୀର୍ଘକାଳ ଆବଶ୍ୟକ ହୁଏ, ତାହା ସେମାନେ ଏହି ଜୀବନରେ ହିଁ ଅତିକ୍ରମ କରନ୍ତି। ଗୋଟିଏ ଜନ୍ମରେ ସେମାନେ ସିଦ୍ଧ ହୁଅନ୍ତି। ସେମାନେ ଆଉ କିଛି ଚିନ୍ତା କରନ୍ତି ନାହିଁ। ଅନ୍ୟ କୌଣସି ଲାଭ ପାଇଁ ମୁହୂର୍ତ୍ତେ ମଧ୍ୟ ସମୟ ଅତିବାହିତ କରନ୍ତି ନାହିଁ। ଏହି ଭାବରେ ତାଙ୍କର ସମୟ ସଂକ୍ଷିପ୍ତ ହୋଇଥାଏ। ଏକାଗ୍ରତାର ଅର୍ଥ ଶକ୍ତି ସଞ୍ଚୟର କ୍ଷମତା ବୃଦ୍ଧି। ଏହି ଭାବରେ ସମୟ ସଂକ୍ଷିପ୍ତ କରାଯାଏ। ରାଜଯୋଗ ବିଜ୍ଞାନ ଆମମାନଙ୍କୁ ଶିକ୍ଷା ଦିଏ କିପରି ଭାବରେ ଏହି ଏକାଗ୍ରତା ଶକ୍ତି ଲାଭ କରାଯାଏ। ପ୍ରାଣାୟାମ ସହିତ ପ୍ରେତତତ୍ତ୍ୱର ସମ୍ବନ୍ଧ କ'ଣ? ପ୍ରେତତତ୍ତ୍ୱ ପ୍ରାଣାୟାମର ହିଁ ଏକ ପ୍ରକାର ଶକ୍ତି ବିକାଶ। ଯଦି ଏହା ସତ୍ୟ ହୁଏ ଯେ ପରଲୋକଗତ ଆତ୍ମାର ଅସ୍ତିତ୍ୱ ଅଛି, ଆମେ କେବଳ ସେମାନଙ୍କୁ ଦେଖିବାକୁ ପାଉନାହୁଁ, ତାହେଲେ ଏହା ମଧ୍ୟ ସମ୍ଭବ ଯେ ଏହିଠାରେ ହୁଏତ ଲକ୍ଷ ଲକ୍ଷ ଆତ୍ମା ରହିଛନ୍ତି, ଯେଉଁମାନଙ୍କୁ ଆମେ ଦେଖିପାରୁନାହୁଁ, ଅନୁଭବ ବା ସ୍ପର୍ଶ କରିପାରୁନାହୁଁ। ଆମେ ହୁଏତ ସର୍ବଦା ହିଁ ସେମାନଙ୍କ ଶରୀର ଭିତର ଦେଇ ଯାତାୟାତ କରୁଅଛୁ। ଆଉ ଏହା ମଧ୍ୟ ଖୁବ୍ ସମ୍ଭବ ଯେ ସେମାନେ ମଧ୍ୟ ଆମମାନଙ୍କୁ ଦେଖିପାରନ୍ତି ନାହିଁ ବା ଅନୁଭବ କରିପାରନ୍ତି ନାହିଁ। ଏହା ଯେପରି ଗୋଟିଏ ବୃତ୍ତ ମଧ୍ୟରେ ଆଉ ଗୋଟିଏ ବୃତ୍ତ, ଗୋଟିଏ ଜଗତ ଭିତରେ ଆଉ ଗୋଟିଏ ଜଗତ। ଯେଉଁମାନେ ଏକ ସମତଳରେ ଥାଆନ୍ତି, କେବଳ ସେହିମାନେ ହିଁ ପରସ୍ପରକୁ ଦେଖିପାରନ୍ତି। ଆମେମାନେ ପଞ୍ଚେନ୍ଦ୍ରିୟ ବିଶିଷ୍ଟ ପ୍ରାଣୀ। ଆମମାନଙ୍କ ପ୍ରାଣର ସ୍ପନ୍ଦନ ଏକ ବିଶେଷ ସ୍ତରର। ଯେଉଁମାନଙ୍କର ପ୍ରାଣର କମ୍ପନ ଏକ ପ୍ରକାରର, ସେହିମାନେ ହିଁ ପରସ୍ପରକୁ ଦେଖିପାରିବେ। କିନ୍ତୁ ଯଦି ଏପରି କେତେକ ପ୍ରାଣୀ ଥାଆନ୍ତି, ଯେଉଁମାନଙ୍କର ପ୍ରାଣ ଅପେକ୍ଷାକୃତ ଉଚ୍ଚ ସ୍ପନ୍ଦନଶୀଳ, ସେମାନଙ୍କୁ ଆମେ ଦେଖିପାରିବା ନାହିଁ। ଆଲୋକର ତୀବ୍ରତା ଅତିଶୟ ବର୍ଦ୍ଧିତ ହେଲେ ଆମେ ତାହା ଦେଖିପାରିବା ନାହିଁ। କିନ୍ତୁ ଅନେକ ପ୍ରାଣୀଙ୍କର ଚକ୍ଷୁ ଏପରି ଶକ୍ତି ସମ୍ପନ୍ନ ଯେ ସେମାନେ ଉକ୍ତ ଆଲୋକକୁ ମଧ୍ୟ ଦେଖିପାରନ୍ତି। ପୁନଶ୍ଚ ଯଦି ଆଲୋକର ସ୍ପନ୍ଦନ ଅତି ମୃଦୁ ହୁଏ, ସେତେବେଳେ ମଧ୍ୟ ଆମେ ଏହା ଦେଖିପାରିବା ନାହିଁ। କିନ୍ତୁ ପେଚକ, ମାର୍ଜାର ଆଦି ପ୍ରାଣୀ ଏହା ଦେଖିପାରନ୍ତି। ଆମର ଦୃଷ୍ଟିର ସୀମା ଏହି ପ୍ରାଣ ସ୍ପନ୍ଦନର ଗୋଟିଏ ସ୍ତରରେ ସୀମିତ। ବାୟୁର କଥା ଧର। ବାୟୁ ସ୍ତର ସ୍ତର ହୋଇ ସଜ୍ଜିତ ରହିଅଛି। ଗୋଟିଏ ସ୍ତର ଉପରେ ଆଉ ଗୋଟିଏ ସ୍ତର ବାୟୁ ଅଛି। ପୃଥିବୀର ନିକଟବର୍ତ୍ତୀ ସ୍ତର ତାହା ଉପର ସ୍ତର ଅପେକ୍ଷା ଅଧିକ ଘନ। ଆହୁରି ଊର୍ଦ୍ଧ୍ୱକୁ ଗଲେ ଦେଖିବାକୁ ପାଇବା ଯେ ବାୟୁ କ୍ରମଶଃ ପତଳା ହେଉଅଛି। ସମୁଦ୍ରର ଦୃଷ୍ଟାନ୍ତ ନିଅ। ସମୁଦ୍ରର ଯେତେ ଗଭୀରତର ସ୍ତରକୁ ଯିବ, ଜଳର ଚାପ ସେତେ ବଢ଼ିବ। ଯେଉଁ ସକଳ ଜନ୍ତୁ ସମୁଦ୍ର ତଳେ ବାସ କରନ୍ତି, ସେମାନେ ଉପରକୁ ଆସିପାରନ୍ତି ନାହିଁ, କାରଣ ଉପରକୁ ଆସିଲେ ଖଣ୍ଡ ବିଖଣ୍ଡ ହୋଇଯିବେ। ସମଗ୍ର ଜଗତକୁ ଇଥରର ଗୋଟିଏ ସମୁଦ୍ର ରୂପେ ଚିନ୍ତା କର। ପ୍ରାଣର ଶକ୍ତିରେ ଯେପରି ଏହା ସ୍ପନ୍ଦିତ ହେଉଅଛି।
ବିଭିନ୍ନ ମାତ୍ରାରେ ସ୍ପନ୍ଦିତ ହୋଇ ତାହା ଯେପରି ସ୍ତରେ ସ୍ତରେ ଅବସ୍ଥିତ। ଯେଉଁ କେନ୍ଦ୍ରରୁ ସ୍ପନ୍ଦନ ଆରମ୍ଭ ହୋଇଅଛି ସେଠାରୁ ଯେତେ ଦୂରକୁ ଯିବ ସେହି ସ୍ପନ୍ଦନ ସେତେ ମୃଦୁ ଭାବରେ ଅନୁଭବ କରିବ। କେନ୍ଦ୍ର ନିକଟରେ ସ୍ପନ୍ଦନ ଅତି ଦ୍ରୁତ। ଗୋଟିଏ ଗୋଟିଏ ପ୍ରକାର ସ୍ପନ୍ଦନ ପାଇଁ ଗୋଟିଏ ଗୋଟିଏ ସ୍ତର। ପୁଣି ମନେକର ଏ ସକଳ ସ୍ପନ୍ଦନର ସ୍ତର ବିଭିନ୍ନ ସମତଳରେ ବିନ୍ୟସ୍ତ ହେଲା। ଲକ୍ଷ ଲକ୍ଷ ଯୋଜନ ବିସ୍ତୃତ ଗୋଟିଏ ସ୍ତର, ପୁନଶ୍ଚ ଲକ୍ଷ ଲକ୍ଷ ଯୋଜନ ବିସ୍ତୃତ ଆଉ ଗୋଟିଏ ଉଚ୍ଚତର ସ୍ପନ୍ଦନର ସ୍ତର। ଏହିପରି ଚାଲିଥିବ। ଏହି ଭାବରେ ଚିନ୍ତା କଲେ ଦେଖାଯିବ ଯେଉଁମାନେ କୌଣସି ଏକ ସ୍ତରରେ ବାସ କରନ୍ତି ସେମାନେ ପରସ୍ପରକୁ ଚିହ୍ନିପାରନ୍ତି, କିନ୍ତୁ ତାହା ଅପେକ୍ଷା ନିମ୍ନ ବା ଉଚ୍ଚ ସ୍ତରର ଜୀବଗଣଙ୍କୁ ଚିହ୍ନିପାରନ୍ତି ନାହିଁ। ତଥାପି ଯେପରି ଆମେ ଅଣୁବୀକ୍ଷଣ ଓ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଆମମାନଙ୍କର ଦୃଷ୍ଟିର ପରିଧି ବଢ଼ାଇପାରୁ, ସେହିପରି ଆମେ ମନକୁ ବିଭିନ୍ନ ପ୍ରକାର ସ୍ପନ୍ଦନ ବିଶିଷ୍ଟ କରି ଅନ୍ୟାନ୍ୟ ସ୍ତରର ସମ୍ବାଦ ଅର୍ଥାତ୍ ସେଠାରେ କ'ଣ ହେଉଅଛି ଜାଣିପାରୁ। ମନେକର ଏହି ଗୃହରେ ଏପରି କେତେଗୁଡ଼ିଏ ପ୍ରାଣୀ ଅଛନ୍ତି ଯାହାଙ୍କୁ ଆମେ ଦେଖିପାରୁନାହୁଁ। ସେମାନେ ପ୍ରାଣର ଏକ ସ୍ପନ୍ଦନରେ ଓ ଆମେ ଅନ୍ୟ ଏକ ସ୍ପନ୍ଦନରେ ଅଛୁ। ମନେକର ସେମାନେ ଅଧିକ ସ୍ପନ୍ଦନ ବିଶିଷ୍ଟ ଓ ଆମେ ଅପେକ୍ଷାକୃତ ଅଳ୍ପ ସ୍ପନ୍ଦନଶୀଳ। ସେମାନେ ଯେପରି ପ୍ରାଣ ରୂପକ ମୂଳ ବସ୍ତୁରୁ ଗଠିତ, ଆମେ ମଧ୍ୟ ଠିକ୍ ସେହିପରି। ସମସ୍ତେ ହିଁ ଏକ ପ୍ରାଣ ସମୁଦ୍ରର ବିଭିନ୍ନ ଅଂଶ। ବିଭିନ୍ନତା କେବଳ ସ୍ପନ୍ଦନର ବେଗ ଯୋଗୁଁ। ଯଦି ମୁଁ ମନକୁ ଦ୍ରୁତ ସ୍ପନ୍ଦନ ବିଶିଷ୍ଟ କରିପାରେ, ମୋର ସ୍ତର ମଧ୍ୟ ପରିବର୍ତ୍ତିତ ହେବ। ମୁଁ ଆଉ ତୁମମାନଙ୍କୁ ଦେଖିପାରିବି ନାହିଁ। ତୁମେମାନେ ମୋ ସମ୍ମୁଖରୁ ଅନ୍ତର୍ହିତ ହେବ ଓ ଅନ୍ୟ ପ୍ରକାରର ପ୍ରାଣୀମାନେ ଆବିର୍ଭୂତ ହେବେ। ତୁମମାନଙ୍କ ମଧ୍ୟରୁ ଅନେକେ ହୁଏତ ଜାଣନ୍ତି ନାହିଁ ଯେ ଏହା ସତ୍ୟ। ମନକୁ ଉଚ୍ଚତର ସ୍ପନ୍ଦନର ସ୍ତରକୁ ଉନ୍ନୀତ କରିବାର ନାମ ଯୋଗଶାସ୍ତ୍ରରେ ସମାଧି। ଏ ସକଳ ଉଚ୍ଚତର ସ୍ପନ୍ଦନର ଅବସ୍ଥାକୁ, ମନର ଅତିଚେତନ ସ୍ପନ୍ଦନକୁ ସମାଧି ନାମକ ଗୋଟିଏ ଶବ୍ଦର ଅନ୍ତର୍ଭୁକ୍ତ କରାଯାଏ। ସମାଧିର ନିମ୍ନତର ଅବସ୍ଥାରେ ଏହିସବୁ ପ୍ରେତାତ୍ମା ଇତ୍ୟାଦି ପ୍ରତ୍ୟକ୍ଷ କରାଯାଏ। ସମାଧିର ସର୍ବୋଚ୍ଚ ଅବସ୍ଥାରେ ଆମେ ସତ୍ୟକୁ ପ୍ରତ୍ୟକ୍ଷ କରୁ। ସେତେବେଳେ ଆମେ ଦେଖିବାକୁ ପାଉ କେଉଁ ଉପାଦାନରେ ଏହିସବୁ ନାନା ସ୍ତରର ଜୀବମାନେ ଗଠିତ। ମୃତ୍ତିକା ଖଣ୍ଡକୁ ଜାଣିଲେ ଜଗତର ସମସ୍ତ ମୃତ୍ତିକାର ଜ୍ଞାନ ହୁଏ। ଏହି ଭାବରେ ଆମେ ଦେଖିବାକୁ ପାଉ ଯେ ପ୍ରେତତତ୍ତ୍ୱ ବିଦ୍ୟାରେ ଯେଉଁ ଟିକକ ସତ୍ୟ ଅଛି ତାହା ମଧ୍ୟ ଏହି ପ୍ରାଣାୟାମର ଅନ୍ତର୍ଗତ। ଅତଏବ ଯେତେବେଳେ ଦେଖିବ ଗୋଟିଏ ଦଳ ବା ସମ୍ପ୍ରଦାୟ କୌଣସି ଅତୀନ୍ଦ୍ରିୟ ରହସ୍ୟବିଦ୍ୟା ବା ଗୁପ୍ତତତ୍ତ୍ୱ ଆବିଷ୍କାର କରିବା ପାଇଁ ଚେଷ୍ଟା କରୁଛନ୍ତି, ସେତେବେଳେ ବୁଝିବ ସେମାନେ ପ୍ରକୃତରେ ଏହି ରାଜଯୋଗ ହିଁ ସାଧନା କରୁଛନ୍ତି, ପ୍ରାଣ ସଂଯମର ଚେଷ୍ଟା କରୁଛନ୍ତି। ଯଦି କୌଣସି ଅସାଧାରଣ ଶକ୍ତିର ବିକାଶ ଦେଖିବ, ତାହେଲେ ବୁଝିବ ଯେ ଏହା ମଧ୍ୟ ପ୍ରାଣର ଅଭିବ୍ୟକ୍ତି। ଜଡ଼ ବିଜ୍ଞାନ ଗୁଡ଼ିକୁ ମଧ୍ୟ ପ୍ରାଣାୟାମର ଅନ୍ତର୍ଭୁକ୍ତ କରାଯାଇପାରେ। ବାଷ୍ପୀୟ ଯନ୍ତ୍ରକୁ କିଏ ଚାଳିତ କରେ? ପ୍ରାଣ ହିଁ ବାଷ୍ପ ମାଧ୍ୟମରେ ତାହାକୁ ଚଳାଇଥାଏ। ତଡ଼ିତ୍ ପ୍ରଭୃତିର ଯେଉଁ ଅଦ୍ଭୁତ କ୍ରିୟାସମୂହ ଦେଖାଯାଏ, ଏଗୁଡ଼ିକ ପ୍ରାଣଶକ୍ତି ବ୍ୟତୀତ ଆଉ କ'ଣ ହୋଇପାରେ? ପଦାର୍ଥ ବିଜ୍ଞାନ କ'ଣ? ତାହା ବାହ୍ୟ ଉପାୟରେ ଅନୁଷ୍ଠିତ ପ୍ରାଣାୟାମ ବିଜ୍ଞାନ। ପ୍ରାଣ ଯେତେବେଳେ ମନଶକ୍ତି ରୂପେ ପ୍ରକାଶିତ ହୁଏ, ସେତେବେଳେ ମାନସିକ ଉପାୟରେ ହିଁ ତାହାକୁ ନିୟନ୍ତ୍ରିତ କରାଯାଇପାରେ। ପ୍ରାଣାୟାମ ବିଜ୍ଞାନର ଯେଉଁ ଅଂଶରେ ପ୍ରାଣର ସ୍ଥୂଳ ପ୍ରକାଶ ଗୁଡ଼ିକୁ ବାହ୍ୟ ଉପାୟ ଦ୍ୱାରା ଜୟ କରିବାର ଚେଷ୍ଟା କରାହୁଏ, ତାହାକୁ ପଦାର୍ଥ ବିଜ୍ଞାନ କହନ୍ତି। ଆଉ ପ୍ରାଣାୟାମର ଯେଉଁ ଅଂଶରେ ମନଶକ୍ତି ରୂପକ ପ୍ରାଣର ବିକାଶ ଗୁଡ଼ିକୁ ମାନସିକ ଉପାୟ ଦ୍ୱାରା ନିୟନ୍ତ୍ରିତ କରିବାର ଚେଷ୍ଟା କରାହୁଏ, ତାହାକୁ ରାଜଯୋଗ କହନ୍ତି। ଓಂ ଶାନ୍ତି ଶାନ୍ତି ଶାନ୍ତି। ହରି ଓಂ ତତ୍ସତ୍।